ତାଳରେ ନାମ କରି ଟ୍ରାଫିକ ପୁଲିସ ଭଳିଆ नो 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 ବେଲା ଖାଇ ଖାଇ ମୋ ଅବସ୍ଥା କଣ ହେଲେ ମୋ ଘରେ ମୋ ଭାଇ ତ ମନା କଲେ ତତେ ମନା କଲେ ତୁ କେବେ କେତେବେଳେ ଭଗବାନ କରୁଛନ୍ତି ଭଗବାନ ଚାହିଁଲେ ସବୁ ହବ ଏସବୁ ଜିନିଷ ଆଗରୁ କରି ହେଲେ କଳି ଯୁଗରେ ଭଗବାନ ଆପଣ ଜାଣିନାହାନ୍ତି ମୁଁ ଜାଣିନି କଳି ଯୁଗର ପ୍ରତ୍ୟକ୍ଷ ଭଗବାନ କିଏ ଆଜ୍ଞା ଡାକ୍ତର ବାବୁ ଡାକ୍ତର ବାବୁ ପ୍ରତ୍ୟକ୍ଷ ଭଗବାନ ଡାକ୍ତର ଚାହିଁଲେ ଚାହିଁଲେ ଗୋଟେ ଲୋକକୁ ବଞ୍ଚେଇଦବ ବଞ୍ଚେଇଦବ ଚାହିଁଲେ ଲୋକ ମାରିଦବ ମାରିଦବ କାଲସିୟମ ଇଞ୍ଜେକ୍ସନ କାଲସିୟମଟା ଇଞ୍ଜେକ୍ସନ ଦିଆ ହେ ମଣିଷକୁ କାଲସିୟମ ବା ଓରାଲ ବଟିକାର ଦିଆ ହବ ଏବେ ପାଣି ଭାବୁଛି ଗୋରୁ ବୋଧେ କାଲସିୟମ ଇଞ୍ଜେକ୍ସନ ଲଗେଇବ ଏବେ ପାଣି ଫାଟିଗଲେ ଓ ଏ କଳିଯୁଗର ପ୍ରତ୍ୟକ୍ଷ ଭଗବାନ ପ୍ରତ୍ୟକ୍ଷ ଭଗବାନ ଡାକ୍ତର ବାବୁ ଆଜ୍ଞା ଡାକ୍ତର ଚାହିଁଲେ ବଞ୍ଚେଇବ ଚାହିଁଲେ ମାରିଦବ ଚାହିଁଲେ ମାରିଦବ ତୋ କଥାରେ ମୁଁ 100% ଏକମତ 100% ଦେଇକି ମୋର ପଞ୍ଚୁଆତି ମାନୁଛି ପଞ୍ଚାୟତ ମାନୁଛି ପଞ୍ଚାୟତ ନା ସଠି ମାନୁଛି ତୋ କଥା ଭାଇ ତୋରି କଥା ମାନି ଆଜ୍ଞା 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 ଜଣେ ଗାଇନୋକୋଲୋଜି ଡାକ୍ତରଙ୍କ ପାଖକୁ ଯିବା କିଏ ସେ ଗାଇନୋକୋଲୋଜି ଡାକ୍ତର ହଁ ଜଣା ପଡ଼ିଗଲା ଗାଇନୋକୋଲୋଜି ଡାକ୍ତର କହି କୋଉ ଡାକ୍ତର ଗାଈ ଡାକ୍ତର ଗାଈ ଡାକ୍ତର ଆଉ ସେ କୋଉ ଡାକ୍ତର କିରେ ଗାଇନୋକୋଲୋଜି କୋଉ ଡାକ୍ତର ସରୁ ସ୍ତ୍ରୀ ଆଉ ପ୍ରସୂତି ରୋଗ ବିଶେଷଜ୍ଞ ତାଙ୍କରି ପାଖକୁ ଯିବ କାଇଁ ଯିବା ଗୋଟେ ନାରୀ କି ସାଙ୍ଗରେ ନେଇକି କାଇଁ କଣ ଅଠା ସାଉଣ୍ଡ ହବ ସିଏ ନାରୀଟିର ହଁ ଗର୍ଭରେ 7 ମାସର ଗର୍ଭରେ 7 ମାସର 7 ମାସର ପିଲାଟାଏ ଅଛି ପିଲାଟି ଅଛି ହଁ ଗାଇନୋକୋଲୋଜି ଡାକ୍ତରଙ୍କର ଭାରି ନାଁ ଆଉ ଓଡ଼ିଶାରେ କଣ ଭାରତରେ କଣ ଭାରତ ବାହାରେ ଭାରି ନାଁ ଅଛି ହଁ ପହଞ୍ଚିଗଲା ନମ୍ବର ପଡ଼ିଗଲା ପଡ଼ିଗଲା ଡାକ୍ତର ପେସେଣ୍ଟ ଯାଇଛି ହଁ ସାଙ୍ଗରେ ଆଉ ଜଣେ ଆଟେଣ୍ଡାଣ୍ଟ ଯାଇଛି ରୋଗୀ ସାଙ୍ଗରେ ଆକ୍ସିଡେଣ୍ଟ ଡାକ୍ତର ପଚାରିଲେ କଣ କାମ କୁହ କଣ ପରୀକ୍ଷା ହବ କଣ କରିବି ରୋଗୀ ନିରବ ରହିଲା ତା ସାଙ୍ଗେ ଯୋଉ ଅଭିଭାବକ ଆଟେଣ୍ଡାଣ୍ଟ ହିସାବରେ ଯାଇଛି ସିଏ କହିଲା ସାର୍ କି ମ୍ୟାଡମ ସେ ଡାକ୍ତର ଯାହା ହେଇଥା ଆଜ୍ଞା 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 ଇଆ ଗର୍ଭରେ ଯୋଉ 7 ମାସର ପିଲା ଅଛି ହଁ ବାଛୁରୀ ବୁଲୁନି ଆଉ ଡାକ୍ତରଙ୍କୁ ଅନୁରୋଧ କରାଗଲା ଟ୍ରାନ୍ସପ୍ଲାଣ୍ଟ ହବ ହେ ବାବା ଟ୍ରାନ୍ସଫର୍ମ କରିବ କଣ କହୁଛ ମୁଁ ଜାଣିପାରୁନି ଟ୍ରାନ୍ସପ୍ଲାଣ୍ଟ ହବ 7 ମାସର ପିଲା ଇଏ ମା ଗର୍ଭରୁ ଯାଇ ଆଉ ଗୋଟେ ମା ଗର୍ଭରେ ଇଏ ଭ୍ରୂଣ ପ୍ରତିରୋପଣ ହବ କଳିଯୁଗର ପ୍ରତ୍ୟକ୍ଷ ଦେବତା କହିଲୁ ଡାକ୍ତର ଆଜ୍ଞା 7 ମାସର ଛୁଆଟା ଗୋଟାଏ ମା ଗର୍ଭରୁ ଆଉ ଗୋଟେ ମା ଘରକୁ ପଳେଇବ ନା ଇଏ କରିପାରିବେନି ପଳେଇବ ଡାକ୍ତରକୁ କରିପାରିବେନି କଣ କରିବେନି କରିଦେବେ କିନ୍ତୁ ଚାହିଁଲେ କରିଦେବେ କଣ କରିବେ ଚାହିଁଲେ ସେ ଗର୍ଭ ଭୁଷୁଡେଇ ଦେବେ ପରଦିନ ରାତିରେ ଭୁଷୁଡି ପଡିଛି ଆମ କଟକରେ କାଠଗିରି ପାଖରେ ସ୍ପାମ୍ ତା 5 ଜଣ ଆହତ 3 ମୃତ୍ୟୁ ତୁ ଭାବୁ ମତେ ସେଇ ଓଭର ହୋଇଛି ହେଲା ଭୁଷୁଡେଇ ଦେବେ ମାନେ ଆର୍ଲାଇନ୍ ଇଏ ଡାକ୍ତର ଚାହିଁଲେ 7 ମାସର ଛୁଆ ଗୋଟିଏ ମା ଗର୍ଭରୁ ଆଉ ଗୋଟେ ମା ଗର୍ଭକୁ ଯାଇପାରିବନି ନାଇଁ କରିପାରିବେନି ଯାଇପାରିବ ନା କିନ୍ତୁ ଭଗବାନ ଚାହିଁଲେ କରିଦବ when science fails then start the religion ଯେତେବେଳେ ବିଜ୍ଞାନର ଭାବଧାରା ଫେଲ ମାନେ ସେଇଠି ଯାହା ଆରମ୍ଭ ହୁଏ ତା ଧର୍ମୀୟ ବିଶ୍ୱାସ 7 ମାସର ଛୁଆ ଗଲା ଆଉ ଗୋଟେ ମା ଗର୍ଭରେ ସ୍ଥାନ ପାଇଲା ଜନ୍ମ ହେଲା ଗୋଟେ ବଳବାନ ଛୁଆ ଭଗବାନ କରିଦେଲା କିଏ ମନେ ପକାନ୍ତୁ ଆପଣଙ୍କ ପୁରାଣ 7 ମାସର ଛୁଆଟା ହେଇଥିଲା ଦେବକୀର ଦେବକୀ ଗର୍ଭୁତା କରି ଅନ୍ତର ଦେବକୀ ଗର୍ଭୁତା
କହିଲା 7 ମାସ ପୁରାନା ମା କାଳେ ନିର୍ଜୀବ ହେଇଗଲାନି ଆଉ ରୋଗୀଣା ହେଇଗଲା ରହିନାରିଆ ଶିଶୁ ଭବନ ଗଲା ଲାଗି ପଡ଼ିବାକୁ ଏ ନାଇଁ ଆଜ୍ଞା ବଳବାନ ଛୁଆଟା ହେଲା ସୁସ୍ଥ ସବଳ ଛୁଆ ସେ କିଏ 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 ଜଗନ୍ନାଥ ଓଡ଼ିଆ ଭାଗବତ ଦଶମ ସ୍କନ୍ଦ ହଁ। ପ୍ରଥମ ଖଣ୍ଡ ଗୋପଲୀଳା କହିଲେ ତୃତୀୟ ଅଧ୍ୟାୟ ଏ କହିଲେ ଛୁଆ କିଏ ନାମରେ ନହିବେ କେହି କିଏ କିଏ ସେ ଛୁଆ କିଏ? ତା ନାମ ବଳରେ କେହି ସମୟ ଲାଗିଲେ ନା ସାଙ୍ଗେ ହଁ ସେ ଛୁଆ ଏ ଜନ୍ମ ହେଲା ବଳରାମ ବଳରାମ ଭଗବାନ ଚାହିଁଲା ଅସମ୍ଭବକୁ ସମ୍ଭବ କରି ଦେଖେଇଦେଲା ସାରେ ସେ ଛୁଆ କରିବା କାଇଦା ପାଇଁ ଥିଲା ଏହି ଗୋଟାଏ କରିଦେଇଛି ଭାଷା ଜ୍ଞାନ ନାହିଁ ପାଲା ବେଗ ଆଣିକି ଆଇଛି ଭାଷା ଜ୍ଞାନ ସେ ଉପର ମହଲାରେ ଜବର ବଡ ଘର ପଡିଛି ହଁ ଗଦି ଦିଆ ହେଇଛି ହଁ ସେଠି ଖାଲି ଶୋଉଛି ଗୁରାଏ ଖାଉଛି ସକାଳୁ କ୍ଷୀରି ପିଇଲା 4 ଠୋଲା କ୍ଷୀରି ଆଜି ଦିନ ସକାଳ ହେଇଗଲାଣି ମୁଁ କହୁଛି ଏରା ହଜମ ହବନି କ୍ଷୀରି ପିଇଲା 4 ଠୋଲା କ୍ଷୀରି ପିଇଲା କଫି ପିଇଛି ଆପଣ ତ ଖାଇବାକୁ ଦଉଛନ୍ତି ମୁଁ 4 ଖୋଲା କ୍ଷୀରି ପିଇଛି ନା ସାର ଧଇছে ପିଇଲେ ଖାଇବା ଦବା ଲୋକ ଏଠି ଅଛନ୍ତି ଓ ଅନ୍ନଦାତ୍ରା ଯାହା ଜୀବନରେ ଦେଖି ନାହିଁ କିଏ ଆଜି କଫି ପିଇଛି ତାଙ୍କ ଘରେ ବड़ा କଫି ଆଣୁନା ପିଇବା ଏଇ ସାର କଫି ନେଇଛନ୍ତି ଦିଥର ଖାଇବା ହାରିବୁ ନାହିଁ ମୁଁ କାମକୁ ପାରେଇ ନାହିଁ ଖାଇବାକୁ ହାରିବୁ ନାହିଁ କାମ କରିବୁ ନାହିଁ ଠିକ ଆଣି ଡାଲମା ସାର କାମ କର ଯଦି କାମ ନ କରିବୁ ପାଲା ଏଇ ବର୍ଷ ଆରମ୍ଭ ହବ ଏ ବାବା କାମ ଯଦି ନ କରିବୁ ଚାଲି ଘରକୁ ପଳା କେମିଆ ଏତେ ନେସେଡ ନେସିଡି କରନି ସପ୍ତମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ବିଷୟରେ ଲେଖା ହେଇଛି ଲାଷ୍ଟ ଆଡୁ କଣ କହିଲେ ଯିଏ ଯାହା କରୁ ଭାଇ ନଲେଲେ ତା ନାମ ଆମ ଦେଶରେ କହିଥାନ୍ତି ଏଗୁଡ଼ା ନିମ ଆରାମ भगवान चाहले ये दुनिया भीतर सब हम ये छुआ करिया काज को ठीक टाइम रे पू पू कहले केमिति हम हां भगवान ये छुआ करिया कायदा बला छुआ करिया कायदा ये गोटा यान ए गोटा यान थरा आ गोटा को आ गोटा उदाहरण देबी ओह गोटा अपराह्न 4टा 7टा खंडे हबो हां ये भोर भोर है आ अपराह्नटा कोड भोर अरे भोर अरे मूर्ख आया अपराह्न संध्या आवर पूर्व समय ओहो 4:30 बेलो 4-6 जन मौसा जाउचन चल चल की इवनिंग वॉक करे पिला 4-6टा क्रिकेट खेल सारी आया या बेला को पछरे मारी जाउचन साइकिल रे सेई अपराह्नटा ओडिसा रो गोटा जगह को हां सेदिन सारा विश्व रे परिचित करै देला आपण मान कर मने थबो से अशुभ अपराह्न हां हां स्वर स्टेशन टपी गला परे आसिला बाहानगा रेल स्टेशन रे स्टेशन मास्टर बेस गरमंडल एक्सप्रेस को देला नील लाइट आया गला लूप लाइन रे हां आगरु ठिया हैतराम दा लुहा पत्थर बोझेई माल गाड़ी ताए नाटो हैगला ता ऊपर बगी चढ़ी चलियो बापा आउ धई पहिले रे बगी ऊपर बगी केते मरले केते मरी गले आज्ञा सरकारी भावे 351 घोषणा कराला ता बाद आउ छन आ केते ठीक छाड़ी गले केते मुंडो मुंडी अलगा हला आया जेल बड़ीउरा टाटा सिरे नदाही आसिला हां बाहनगा स्कूल को छुआ धरिले से स्कूल भंगाई हुआ हलो नुआ घर तैयारी हला आज्ञा बोलो डाक्टर भगवान मु एई कथा को आसीबी आज्ञा जेते मुंडो मुंडी अलगा हला हां ट्रेन एक्सीडेंट रे जेते मुंडो मुंडी कटिला आज्ञा सेदिन को छाड़तु एबे आरो सप्ताह रे ए वो आज्ञा मुंडो भुवनेश्वर रे गंडी भद्रक रे आई बाटे सब पहिले गुडा छिड़ीगिरी पड़ीची हां ट्रेन एक्सीडेंट रे मुंडो गंडी कटि गला आज्ञा डॉक्टर तो भगवान प्लास्टिक सर्जरी अछि प्लेन सर्जरी अछि न्यूरो सर्जरी अछि एटा मुंडो गंडी जोड़िले आज्ञा एते लोक जेमति मरि गले आको मुंडा काम कलानी डाक्टर थिले आज्ञा किंतु ताको मुंडा काम कलानी मुंडो काम कलानी एते मुंडो गंडी अलगा हेला न जोड़ी जाई खान के
ଗୋଟେ କାମ କରିଥାନ୍ତେ ଟାଟା ଏସିରେ ସ୍କୁଲ ଘରକୁ ନ ନେଇ ଟାଟା ଏସିରେ ଦେ ବଡକି ସ୍କୁଲ ଘରକୁ ନ ନେଇ ଗୋଟାଏ ଜାଗାକୁ ନେଇଥିଲେ ଆଜ୍ଞା ମୁଣ୍ଡ ଗଣ୍ଡି ଯୋଡି ହେଇଯାଇଥାନ୍ତା। ସେ ଜାଗାଟା କୋଉଠି? ଆଜ୍ଞା ହୋଲ୍ଡିଂ ଦୋକାନ। ହୋଲ୍ଡିଂ ଦୋକାନ ନେଇଗଲେ ମୁଣ୍ଡ ଗଣ୍ଡି ଯୋଡି ହେଇଯିବ। ଆଜ୍ଞା ଲୁହା ଏଡେ ଏଡେ ଲୁହାକୁ ତାକୁ ଜଏଣ୍ଟ କରିଦଉଛି ମଣିଷ ତା ଆଗରେ କଣ? ବୋଲା ହୋଲ୍ଡିଂ ଦୋକାନକୁ ନେଇଗଲେନି ଯୋଡି ଦେଇଥାନ୍ତା। ये टोका बस अच्छी जानू नहीं ऑनलाइन होल्डिंग दुकान होल्डिंग सोल्डिंग एठी किछि काम करिवोन ताले बटिरा मुंडो जोड़ी हो है नहीं जोड़ी हो ना जोड़ी हो आज्ञा ना ना आज्ञा जोड़ी हो है नहीं भगवान पारिबो डाक्टर जोडा न पारिबे भगवान पारिबो भगवान पारिला ओडी निज पुओ मुंडो हातरे काटिला हाथी मुंडो लगाइला हाथी मुंडो लगाइला हाथी मुंडो लगाइला जीवनी पड़ी महादेव गणेश को बचाइला गणेश को बचाइला गणेश को बचाइला गणेश मुंडो लागिला ना लागिला से होल्डिंग सोल्डिंग सेटी इंटरनल सोल्डिंग काम कला ना का से सब से नीरो सर्जरी सेटी काम करछि आ कोडी काम करिवोनी ना ए सजन ये भगवान आसीले ये धर हमकु कथा बुझिबी देवकी मारो अष्टम गर्भस्थ संतान भावरे बाबा भगवान ये धरा धाम को आसीले ले भागवतर आरंभ रे बारंबार पालारे ये प्रश्नर सम्मुखीन मु बहु जगह कौन आया बालागा तुम मध्य अनेक बार प्रश्न पचरा आइछि बेस बेस कोन कौन ना भागवतर काई के लिखाइ कौन गोविंद 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 बधुवरु हे मकरंद बधुवरु हे मकरंद बधुवरु हे मकरंद गोविंद 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 बधुवरु श्री मकरंद भागवतर आरंभ रे आया भागवत कर्ता बेस जगन्नाथ दास दास गाई के गोविंद 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 तीनटा गोविंद गाई के लिखे हां सेठी मने पहिला नि बुढा आउ कोन बोली वो ओ उत्तर तो सरल हो बा बाला बाला घर ले के आके आइसे दिया उत्तर कोन जे ता घरे कहिए हे एठु पैसा नेबे घरे कोन कहबे बाला वंचले कहिए हां कोन कोन ना कृष्ण ना दाइयो गोविंद हे तीनटा लिखाई जी तीन जण ताना तीन थर गोविंद देइछेनी तीन जण प्रथमे किए देला ये बोली लाग्या पालावा वो हरिंद्र सपत दिन वृष्टि कलाइला ओजा घाटे पर बसिला पत्र आकारे दीवार धरी भूप सपत रखिले पुरारे इंद्र सेदिन सर चर्चा बसंतु इंद्र चेयर है गोपरे बज्रा घातरे पत्थर वर्षा कला गोवर्धन पर्वत को टेकी धरिले किए कृष्ण इंद्र हारिला शरण पसिला इंद्र हारिन शरण पसिला गोपे गोविंद नाम देईगला गोपे गोविंद नाम देईगला गोपे गोविंद नाम देईगला इंद्र हारिला आइला शरण पसिला ए गोपरे गोविंद नाम देईगला इंद्र पुणी कहले आम नंद पुरे गोविंद हां नंद घरे गोविंद बेस पुणी ओइर भरमर नमरंती नंद घटन नदी से पुरे नथिले गोविंद ए जो ना हां कृष्णर ना गोविंद दिया हला एला इंद्र देला ओ इंद्र हरिगिरी शरण पसिला बेस गोपे गोविंद नाम देई गला या केते दूर यथार्थ यथार्थ तालाई हां इंद्र हां कृष्ण नादा गोविंद बोली जाई दे जीवा एटा केते दूर यथार्थ बेस
আর কোন ভিত্তিভূমি আছে ইন্দ্র কৃষ্ণনাথ গোবিন্দ ଦେଇଛି ହାରି ଜମାନ ଆଉ ଏ ଦେଲା କିଏ ଇଆ ନା କେହି ଗୋବିନ୍ଦ ଦେଇନାହାନ୍ତି କିରେ ଗୋବିନ୍ଦ କେହି ଦେଇନାହାନ୍ତି ଦେବକୀ ମାର ଗର୍ଭରୁ ସେଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ନିଶାବ୍ଦ ସମୟରେ ଯୋଉ ପିଲା ଜନ୍ମ ହେଲା ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଦଶମ ସ୍କନ୍ଦ ଗୋପଲ୍ୟା ଚତୁର୍ଥ ଅଧ୍ୟାୟ କହିଲେ ଅଷ୍ଟମୀ ନିଶା ଅର୍ଦ୍ଧ ଭାଗେ অষ্টমী তিথি নিশা অর্ধভাগ সময় রোহিণী নক্ষত্র বৃষ রাশির চন্দ্র সংযোগ কাଳରେ ଯୋଉ ପିଲା କଂସବନ୍ଦୀ ଘରେ ଜନ୍ମ ହେଲା ସେ କିଏ ସେ କିଏ ଆଜ୍ଞା କିଏ ଆକାଶେ ଉଦେ ନିଶା କର ଗୋବିନ୍ଦ ହୃଦରୁ ଯିଏ ଜନ୍ମ ହେଲା ସେ ଗୋବିନ୍ଦ ଚାରି ରାତି ଛାଡ଼ିକି ପଡୁନାହାନ୍ତି ଦେବେ କରନ୍ତି ପୁଷ୍ପ ବୃଷ୍ଟି ଖଣ୍ଡିବେ ଗୋବିନ୍ଦ କିଏ ଜନ୍ମ ହେଲା କିଏ ଗୋବିନ୍ଦ ଦେବକୀ ମାର ଉତ୍ତରରୁ ଯିଏ ଧରାମଣ୍ଡନ କଲା ସେଇ ହଉଛି ଗୋବିନ୍ଦ ମାନେ ତା ମା ପେଟରୁ ରେ ପଛରେ ବସୁଦେବ ଅଛି ଅଛି ଦେବକୀ ପିଲାଟା ପ୍ରସବ କରିଲ ମା ସେଦିନ ଦେବକୀ ସେଇଠି ଥିଲା କିନ୍ତୁ ହଠାତ୍ ଦେଖି ପାରିନି ତା ଛୁଆ ନା ବୁଢୀ ଦେଖି ପାଇଲାନି କାହିଁ କହିଲେ ବୁଢୀ ନନସେନ୍ସ ହେଇଯାଇଥିଲା ବୁଢୀ ନନସେନ୍ସ ହେଇଯାଇଥିଲା ତ 14 ପୁରୁଷରେ କିଏ ଇଂଲିଶ ବହି ପଢା ତ ଦେଖିଛି ମୁଁ ପଢିଛି ଚେତା ଶୂନ୍ୟ ସେଇ ତା ଇଂଲିଶ ହେଲା ସେନ୍ସଲେସ୍ ଆଉ ନନସେନ୍ସ କଣ କହୁ ଆଚ୍ଛା ସେନ୍ସଲେସ୍ କୁ ନନସେନ୍ସ ହେଇଗଲା ବୁଢୀ ସେନ୍ସଲେସ୍ ହେଇଗଲା ଜଗନ୍ନାଥ ସେଇଆ କହିଲେନି କହିଲେ ଦେବକୀ ପ୍ରସବିଣ ସୁତ ଆଜ୍ଞା ଶ୍ରମେ ହୋଇଲା ଶ୍ରମେ ହୋଇଲା ବସୁଦେବ ତ ଅନେଇଛି ଲୁହା କଡ଼ିରେ ବନ୍ଧା ହେଇଛି ଅଦୂରରୁ ପଛରୁ ଅନେଇଲା ଇଏ ଛୁଆ ଜନ୍ମ ହେଇଛି ଗୋବିନ୍ଦ ବସୁଦେବ ପଛରୁ ଯାହାକୁ ଦେଖିଲା ସିଏ କଣ ଆଜ୍ଞା ଗୋବିନ୍ଦ କି ପଛରେ ବସୁଦେବ ଥିଲା ଶ୍ରୀକୃଷ୍ଣ ମୁଖକୁ ଚାହିଁ ଭାଗବତ ଭୁଲ ହେଲା କଣ ଭୁଲ ହେଲା ଭାଗବତ କଣ ଭୁଲ ଯଦି ବୁଢା ବାଉଳା କାଳରେ ଲେଖିଦେଲା ଆପଣ କେମିତି ଏଡ ବଡ ସଭାରେ ଭୁଲ ବୁଢା ବାଉଳା ଚାଉଳା କରି ଭାଗବତ ଲେଖିବ ପିଲାଟା ତ ନଗଦ ଜନ୍ମ ହେଇଛି କିଏ ପିଲା ଯଦି ନଗଦ ଜନ୍ମ ହେଲା 21 ଦିନ ନାମକରଣ ନନ୍ଦ ଘରକୁ ଗଲେ ଗର୍ଗ ମହର୍ଷି ଆସି ତା ନାଁ ଦେଇଥାନ୍ତେ କୃଷ୍ଣ ଇଏ ଜନ୍ମ ହଉ କଣ ଜଗନ୍ନାଥ ଦାସ କହିଲେ ପଛରେ ବସୁଦେବ ଥିଲା ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ଇଏ ଯୋଉ ପିଲା ଜନ୍ମ ହେଲା ବସୁଦେବ ଯାହାକୁ ଦେଖିଲା ସିଏ କୃଷ୍ଣ ଇଏ ଦ୍ୱାପରରେ କୃଷ୍ଣ ହବ ବୋଲି ଇଏ ଅନେକ ଜାଗାରେ ପ୍ରମାଣ ଛାଡ଼ି ଯାଇଛି ଆଗରୁ ଗୋଟାଏ ପ୍ରମାଣ ଦେବି ଭୂମସର ରାଜବଂଶର ଶେଷ ରାଜା ଘୁମେଇଲେ ଭଞ୍ଜନଗର କବି ସମ୍ରାଟ ଉପାଧିରେ ଭୂଷିତ ସାହିତ୍ୟ ସିଂହାସନକୁ ତ୍ୟାଗ କରି ଏ ରାଜ ସିଂହାସନକୁ ତ୍ୟାଗ କରି ସାହିତ୍ୟ ସିଂହାସନ ଆରୋହଣ ପୂର୍ବକ ଯିଏ ସମ୍ରାଟରେ ଭୂଷିତ ହେଲେ ଉପେନ୍ଦ୍ର ଭଞ୍ଜ କଥା ଲେଖିଲେ କାବ୍ୟ ବୈଦେହୀଶ ବିଳାସ ଅନୁପ୍ରାସ ସେଦିନ ରାମ ଲକ୍ଷ୍ମଣ ସୀତା ବୁଲୁଛନ୍ତି ବନବାସ ସମୟ କୋଉ ଜାଗାରେ ଭଞ୍ଜ କହିଲେ ବିହରୁ ବିହରୁ ଦଣ୍ଡ କାଳେ
ବହୁତ 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 ଋଷିଆଙ୍କୁ ଦେଖିଲେ ବିଦେହ ପଟିଏ ବହି ଇଏ ଋଷି ମାନେ ଦେଖିଲେ ରାମଙ୍କୁ ଋଷି ଗୁରା ବାବାଜୀ ସିଏ ଦେଖିଥିଲେ ସୀତାଙ୍କୁ ଭଲ ଅନେଇଥାନ୍ତେ ନାରୀଟାକୁ ଅନେଇଲେ ସେ ରାମକୁ ଅନେଇ ରାମକୁ ପୁରୁଷକୁ ଅନେଇଲେ କାହିଁକି କଣ ପାଇଁ ଏହେ ଆଗରେ ଯିଏ ଯାଉଛି ନିଶ୍ଚୟ ତା ସ୍ୱାମୀ ପଛରେ ରକ୍ଷାକାରୀ ଅଛି ସୁରକ୍ଷା ସିକ୍ୟୁରିଟି ଅଫିସର ତା ଦିଅର ଏଇ ନିଶ୍ଚୟ ତା ସ୍ତ୍ରୀ ସୀତାକୁ ଅନେଇବା ବଦଳରେ ରାମକୁ ଅନଉଛନ୍ତି ଋଷିମାନେ ଭାବିଲେ ଇଏ କେମିତିଆ ନାରୀ କୋଉ ଜନ୍ମରେ କୋଉ ତପ କରିଥିଲା ଏଇଭଳିଆ ପୁରୁଷକୁ ସ୍ୱାମୀ ରୂପରେ ପାଇଲା ଆଉ ଆମେ ଋଷି ଏଠି ହଜାର ହଜାର ବର୍ଷ ତପସ୍ୟା କରି ଲାଭ କଣ ଏଇଭଳିଆ ପୁରୁଷ ଯଦି ଆମେ ମିଳନ୍ତା ଆମକୁ ଆମେ ତା ସାନ୍ନିଧ୍ୟ ଲାଭ କରନ୍ତେ ଜୀବନ ଧନ୍ୟ ହେଇଯାନ୍ତା ଋଷିମାନେ ଭାବିଲେ ଧନ୍ୟ କହୁଛନ୍ତି ହେଲେ ବିଧାତା ଆମକୁ କରନ୍ତା ନାରେ ମନ୍ଦାର ଫୁଲ ମାଳ ଧୁଣା ମନ୍ଦାର ଫୁଲ ମାଳ ଧୁଣା କଣ ହବ କାଳିଛି ଲାଗିଲାନି ମା ଆମ ଚିହ୍ନାଚ ଭାଇନା ଭଳିଆ ତୁ ଭାବୁ କଣ ମୁଁ ଦଣ୍ଡ ନାଚିବା ବାଲାର ଗୋଟେ ନାଚ ଅଛି ନା ତାଙ୍କର ଆମ ଭାଇନା ନାଚ ସବୁ ଦଣ୍ଡ ର ଏ ଶୁଣ ଯୋଉ ଦୌଡ଼ା ଦୌଡୁ କବାଡି ଖେଳ ହଉଛି ଏ କହିଲା ଋଷି କଣ ଭାବିଲେ କହିଲେ ବାବା କରନ୍ତା ନାରୀ विधाता हमको नारी कर दियो गोटे नारी कर दे ये कोनो तो भाई पुरुष हम स्वामी होंदा नहीं हां बा बोला ये नारी हे गले मिलिबो नाउ सब जट्टा बांधी थे खोली देले बेड़ी कर देले हां लाउ कुमार रखी देले मुरज कर देले हां घोड़ी आई हे कोइले बुलिले बाप जामो ने अरे ऋषि उरा इतने बसतेले तो कोन नारी हे गले इतने माई पे बहुत खाइले हाथ जोड़िले हमको ग्रहण करो राम मना कले ବୁଲୁଥିଲେ ଏତେ ଋଷି ଜଙ୍ଗଲ କୋଉ ଲୋକକୁ ମଣିଷଟାକୁ ଋଷି କହନ୍ତି ନା ଯୋଉ ସନ୍ୟାସୀକି ଋଷି କହନ୍ତି ଋଷି ଅର୍ଥ ବୁଲୁଥିଲେ ବଣ ଭିତରେ 16,000 ଋଷି ଇଏ ରାମ ରୂପ ଦେଖିଲେ ଅନେଇଲେ କହିଲେ ସବୁ ନାରୀ ହେଇଯିବା ନାରୀ ହେବେ ଯେ ଚିନ୍ତା କରୁଛନ୍ତି ନାରୀ ହେଇଗଲା ପରେ ଆମକୁ ମିଳିବ ତ ଆମେ ଆମ ଲକ୍ଷ୍ୟ ବାଟରୁ ଅବାଟକୁ ଚାଲିଯିବାନି ତ ଚିନ୍ତା କଲା ବେଳେ ରାମ ଚିନ୍ତା କଲେ ଏତେ ନାରୀକୁ ଗାଇଲେ କଣ ଜଟା ଖୋଲି ଦେଲେଣି ଲାଉ କୁମ୍ବା ଥର ବିରୋଧ କରିଦେଲେ ଇଏ କଣ ରାମ ନେଲେ ଅନ୍ତର୍ଯାମୀ ମହାପ୍ରଭୁ ଅଯୋଧ୍ୟା ଠାକୁର ଜଣକେ ଜାଣିପାରିଲେ ଋଷିମାନଙ୍କର ଅନ୍ତର କଥା ଜାଣିପାରିଲେ
আমি মহাপ্রভু অযোধ্যা ঠাকুর রাম বলে তুমি যে নারী হইনা ମୁଁ ଆଉ ଏ ଜନ୍ମରେ ତମର କିଛି କାମ ପୂର୍ଣ୍ଣ କରିପାରିବି କାହିଁକି ନା ଏ ରାମ ଅବତାରରେ ଆମେ ସମସ୍ତେ ରାମ ରାଜ୍ୟର ସ୍ୱପ୍ନ ଦେଖୁଥିଲା ବେଳେ ରାମଙ୍କ ଶାସନକୁ ପ୍ରଶଂସା କରୁଥିଲା ବେଳେ ରାମଙ୍କ ଚରିତ୍ରକୁ ଗ୍ରହଣ କରିବାକୁ ପଛେଇଛେ ରାମ କହିଲେ ମୁଁ ବାହାଘର ଦିନ କୂଳ ଦୀପ ଛୁଇଁଛି ବାସର ରାତିରେ କୂଳ ଦୀପ ଜଳେ କାହିଁକି କହିଲୁ ବିଡି ଲଗେଇବାକୁ ବିଡି ଲଗେଇବାକୁ ମୋର କୋଉ ଅଛି ଯେ ମୁଁ ଜାଣିବି କିରେ ମୋର ଦୀପ ଫିପ ଜଳୁନଥିଲା ଲଣ୍ଠନଟେ ଜାଣିଥିଲି କୂଳ ଦୀପ ଛୁଇଁଲେ ରାମ କାହିଁକି ଛୁଇଁଲେ କୂଳ ଦୀପ କାହିଁକି ଛୁଇଁଲେ ଶୀତ ହଉଥିଲା ବୋଧେ ରାମ ବାସର ଘର କେଳି ଘରକୁ ପ୍ରବେଶ କଲା ବେଳେ ସୀତା ଆସିଲେ ପ୍ରଣାମ କଲେ ବସିଲେ ନୀରବରେ ଚୁପଚାପ କହିଛନ୍ତି ଆଉ କିଛି କହୁନାହାନ୍ତି ଉତ୍ତର କାହିଁ କହୁନାହାନ୍ତି ଏଥିପାଇଁ ତାଙ୍କ ବାପା ଯାଇ ଦଶରଥ ସିଏ କଣ ଏଠି ଯାଇ ଏବେ ଆରେ ସୀତା ଇଏ କଥାବାର୍ତ୍ତା ନହେଲେ ତାଙ୍କର କଣ ଯାଇ କିଛି ନ କହିବାର କାରଣ ଏଥିପାଇଁ ଦାୟୀ ଦଶରଥ ବୁଢା କଣ କଲା ଆଜ୍ଞା ଦଶରଥ ଦାୟୀ ନୁହଁ ସୀତା ଭାବୁଛନ୍ତି ଆ ବାପା 750 ବାହା ହେଇଛି କେ ଯାଏ 750 ବିରାଟ ଚାଷୀ ବୁଢା ବୋଧେ ମେଣ୍ଢି ଫାର୍ମ କରିଛି ହେଲା ତା ଗୁହାଳ ସେଇଆ 750 ये बाप से बेटा दादा 750 काटिले 7 काटिले 50 टा बाही मार मते राजरानी करिवे भलो पाइबे कि नाही कौन करिवे राम आइले कुल दीप को छुईले सीतांकर भावना को जानिले बोले सीते तो गोधे से रामचंद्र कोए पिता से रामचंद्र कोए ओ जीवन जीवारो इसे राम शपथ कले सीता व्यक्ति रखे मु द्वितीय पत्नी ग्रहण करी शिखेला हमको राम कथा एक पत्नी रे भरोसा विश्वास रखिबा नहीं तो मरिबो नाई तो मरिगला बेलो जाना वो बंश बेलो जा मेका राम कुल दीप छुईले शपथ करिसंती सीता व्यक्ति रखे आउ द्वितीय पत्नी ग्रहण करी नाई ए जो ऋषि माने नारी हेले कहले तम मनोकामना पूर्ण हबो केमिति अन्य वैदेश व्यास कहले ये जुगरे हबो नहीं त्रेतया पर द्वापर आसीबो बंधनी होइबो तुम्हे का परे मो संगे के देखाओ ना प्रचार रहिबू आबे कंसोलारे कंसम डरिबू ब्रजपुर रे रही हम संगे मिलन ना वृंदावन रे एबा सकेरी गोपी हबो राम कहले मु कृष्ण हेबी बापारे जगन्नाथ दास कहले इतने दिन जा अपेक्षा ये जो पिला जन्म होला से किए कृष्ण जन्म हवार अव्यवहित पूर्वरु राम कहते कृष्ण हेबे आउ सेदिन
ଯୋଉଦିନ କଂସର ପ୍ରତାପରୁ ରକ୍ଷା ପାଇବା ପାଇଁ ଦେବକୁଳ କ୍ଷୀରସାଗର କୂଳରେ ଡାକୁଥିଲେ ଭଗବାନ ସକଳେ ହୋଇ ଏକ ମୁଖ ଡାକିଲେ ନାରାୟଣ ସମସ୍ତେ ଏକ ମୁଖ ହୋଇ ଯେତେବେଳେ ଭଗବାନଙ୍କୁ ଡାକୁଥିଲେ ନାରାୟଣ ଆଦେଶ ଦେଲେ କହିଲେ ଯାଅ କଂସ ମରିବ କଂସର ପ୍ରତାପରୁ ତମେ ଦେବକୁଳ ରକ୍ଷା ପାଇବ ଉତ୍ତର ଆସିଲା ନୀଳକୃଷ୍ଣ ଦାସ ରସ କଲ୍ଲୋଳ ଅନୁପ୍ରାସକ କମଳମୁଖୀ କମଳା କଣ୍ଠ ମୋହର ମୁଁ ଜନ୍ମ ହେବି ଯଦୁକୁଳରେ କଂସ ବଳ ବିନାଶ ହବ ଦେବକୁଳ ଗଲେ ଯଦୁକୁଳରେ ଯାଦବ କୁଳରେ କୃଷ୍ଣ ରୂପରେ ଆସିବେ ଭଗବାନ କହିଲେ ଏକା କୃଷ୍ଣ ଆଇଥିଲେ ଆଜ୍ଞା କଂସ ମାରି ଦେଇଥାନ୍ତେ